ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା। ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ। ଗର୍ଭଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାର କାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। କିଛି ସେବାୟତ ହଲ୍ଲା ପକାଇବାରୁ ଜେଡିପି ସ୍କ୍ୱାଡ୍ ମାନେ ତାଙ୍କୁ ବାହାରକୁ ଆଣି ଗାଳି ଗୁଲଜ କରିବା ସହ ଧକ୍କା ମାରି ଦେଇଥିଲେ। ସମ୍ପୃକ୍ତ ଭକ୍ତ ତଳେ ପଡ଼ି ଯାଇଥିଲେ। କିଛି ସେବାୟତ ଓ ଜେଟିପି ମଧ୍ୟ ଗାଳିଗୁଲଜ କରିଥିଲେ। ଜେଟିପି ସ୍କ୍ୱାଡଙ୍କର ଦୁର୍ବ୍ୟବହାରରେ କାନ୍ଦି କାନ୍ଦି ଫେରିଥିଲେ। ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ। ଏହି ଦ୍ୱାର ଦେଇ ସେବାୟତ ବା ଡ୍ୟୁଟିରେ ଥିବା କର୍ମଚାରୀ ପ୍ରବେଶର ବ୍ୟବସ୍ଥା ଅଛି। ସାଧାରଣ ଭକ୍ତ ଏହା ଦ୍ୱାର ଦେଇ ପ୍ରବେଶ କରିପାରିବେ ନାହିଁ। କିଭଳି ଏହି ଭକ୍ତ ଜଣକ ଏହି ଦ୍ୱାର ଦେଇ ପ୍ରବେଶ କଲେ? ଏହି ପ୍ରବେଶ କଲାବେଳେ ଦେଖିପାରିଲେ ନାହିଁ କେମିତି? ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ ହାଇ ଆଲର୍ଟ ରହିଛି। ମନ୍ଦିର ବାହାର ସହ ଭିତରେ ମଧ୍ୟ କଟକଣା କଡାକଡି କରାଯାଇଛି। ଏଭଳି ସ୍ଥିତିରେ ଭକ୍ତ ଜୟ ବିଜୟ ଦ୍ୱାର ଦେଇ ଅତିକ୍ରମ କରିବା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପୁଣି ପଦାରେ ପକାଇଛି। ରିପୋର୍ଟ ନ୍ୟୁଜ ଦୁନିଆ।